ନମସ୍କାର ଦର୍ଶକ ବନ୍ଧୁ। କିଛିଟା ମୁଁ ଚାଣକ୍ୟଙ୍କର ନୀତି ଆଣିଛି ଯେଉଁଟାକି ଆମର ଚଲାପଥରେ ବହୁତ ସାହାଯ୍ୟ କରିବ। ଆମ ଜୀବନରେ ସୁଖ ଦୁଃଖ ଲାଗି ରହେ, ମନ ଅଶାନ୍ତ ହୁଏ, କିନ୍ତୁ ଆମେ ଯଦି ଏମିତି ନୀତି ସବୁ ଶୁଣିବା, ବାଣୀ ଶୁଣିବା, ତାହେଲେ ଆମ ମନଟା ବହୁତ ଭଲରେ ରହିବ। ତ ଚାଲନ୍ତୁ ଜାଣିବା। ନମ୍ବର 1, ସତ କହିଲେ ହୁଏତ ଅନେକ ତୁମ ପାଖେ ରହିବେ ନାହିଁ, ତଥାପି ତୁମ ସତର ସାଙ୍ଗ ଛାଡ଼ ନାହିଁ, କାରଣ ସତ ମଣିଷକୁ ମୁକ୍ତି ଦିଏ ଆଉ ମିଛ ମଣିଷକୁ ଧ୍ୱଂସ କରିଦିଏ। ସେଥିପାଇଁ ଫ୍ରେଣ୍ଡସ୍ ମାନେ ସବୁବେଳେ ସତ୍ର ସାଙ୍ଗ ଦିଅନ୍ତୁ। ସତ୍ର ସବୁବେଳେ ଜୟ ଥାଏ, କେବେ ବି ମିଛର ଆଶ୍ରୟ ନିଅନ୍ତୁ ନାହିଁ। ନମ୍ବର 2, କିଛି ସମ୍ପର୍କ ମିଛ କହିଲେ ଭାଙ୍ଗେ ନାହିଁ, ଓଲଟା ସତ କହିଲେ ଭାଙ୍ଗିଥାଏ। କାହିଁକି ନା ସମସ୍ତେ ମିଛର ଆଶ୍ରୟ ନେଇପାରନ୍ତି, କିନ୍ତୁ ସତକୁ ସାମ୍ନା କରିବାର ଶକ୍ତି ସମସ୍ତଙ୍କର ନଥାଏ। ଏଇଟା ନିରାଟ ସତ୍ୟ। ଆପଣ ଦେଖିବେ କେତେଟା ଜାଗାରେ ମିଛ କହିଲେ ଆପଣ ଭଲରେ ଥିବେ, କିନ୍ତୁ ସତ କହିଲେ ଆପଣଙ୍କ ସମ୍ପର୍କଟା ଖରାପ ହେବ। କାରଣ ଆମେ ସମସ୍ତେ ମିଛର ଆଶ୍ରୟ ନେଇପାରନ୍ତି, କିନ୍ତୁ ସତର ଆଶ୍ରୟଟା ସମସ୍ତେ ନେଇପାରିବେ ନାହିଁ। ସେତିକି ସାହସ ତାଙ୍କର ନଥାଏ। ନମ୍ବର 3, ସଫଳତା ହାସଲ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ, କିନ୍ତୁ କେବେ ବି ଗର୍ବ କରନ୍ତୁ ନାହିଁ। କାରଣ ଗୋଟିଏ ବୃକ୍ଷରେ ଲକ୍ଷ ଲକ୍ଷ ଡିଆସିଲ୍ ତିଆରି କରାଯାଏ, କିନ୍ତୁ ଗୋଟିଏ ଡିଆସିଲ୍ କାଠିରେ ଲକ୍ଷ ଲକ୍ଷ ବୃକ୍ଷକୁ ଜାଳିବାର କ୍ଷମତା ଥାଏ। ତ ଏଇସବୁ ନୀତି ଆମେ ଶୁଣିଲେ ଆମ ଚଲାପଥ ବହୁତ ସୁନ୍ଦର ରହିବ, ଆମେ ସୁଖରେ ରହିବା। ଭିଡ଼ିଓଟି ଭଲ ଲାଗିଲେ ଫ୍ରେଣ୍ଡସ୍ ମାନେ ନିଶ୍ଚୟ ସବସ୍କ୍ରାଇବ୍ଟେ କରିଦେବେ। ନମ୍ବର 4, ମଣିଷ ଘର ବଦଳେଇଥାଏ, ବସ୍ତ୍ର ବଦଳେଇଥାଏ, ସମ୍ବନ୍ଧ ବଦଳେଇଥାଏ, ତଥାପି ଦୁଃଖରେ ଥାଏ, କାରଣ ସେ ନିଜ ସ୍ୱଭାବ ବଦଳେଇ ନଥାଏ। ମଣିଷ ଯେପର୍ଯ୍ୟନ୍ତ ତା ସ୍ୱଭାବ ବଦଳେଇ ନ ପାରିବ, ସେ ପର୍ଯ୍ୟନ୍ତ ସେ ଦୁଃଖରେ ନିଶ୍ଚୟ ରହିବ। ତ ସବୁବେଳେ ନିଜ ସ୍ୱଭାବକୁ ବଦଳାଇବାକୁ ଚେଷ୍ଟା କରନ୍ତୁ। ନମ୍ବର 5, ସଂସାରରେ କୌଣସି ବସ୍ତୁ ଚିରସ୍ଥାୟୀ ନୁହେଁ। ଜଣେ କୋଟିପତି ବ୍ୟକ୍ତି ସମୟ ଚକ୍ରରେ ଭିକାରୀ ହୋଇପାରେ, ଆଉ ଜଣେ ଗରିବ କାଲି ବି କୋଟିପତି ହୋଇପାରେ। ସେଥିପାଇଁ ଟଙ୍କା ପଇସାର ଅହଙ୍କାରରେ କାହାରିକୁ ବି ଛୋଟ ଭାବିବା ଅନୁଚିତ। ଜଣେ ଜଣେ ପଇସା ବଳରେ ଅନ୍ୟମାନଙ୍କୁ ହୀନ ଦେଖନ୍ତି, ଛୋଟ ମନେ କରନ୍ତି, କିନ୍ତୁ ଏଇଟା କରିବା ବିଲକୁଲ ଉଚିତ ନୁହେଁ। ଲକ୍ଷ୍ମୀ ହେଲେ ଚଞ୍ଚଳା, ସେଥିପାଇଁ କେବେ ଗର୍ବ କରିବେ ନାହିଁ। ନମ୍ବର 6, ସମ୍ମାନ ବଦଳରେ ସମ୍ମାନ କମ୍ ଦିଅନ୍ତୁ ଚଳିବ, କିନ୍ତୁ ଅପମାନ ବଦଳରେ ଅପମାନ ଶୁଦ୍ଧ ମୂଳ ସହ ଫେରାଇବା ଦରକାର। ଅପମାନ ଥରେ ସହିଗଲେ ଅପମାନ କରିବା ବାଲାର ସାହସ ବଢ଼ି ଚାଲେ। ସେଥିପାଇଁ ଆପଣ ଯେମିତି ହେଲେ ଯଦି ବିନା କାରଣରେ ଆପଣଙ୍କୁ କିଏ ଅପମାନ କରୁଛି, ତାକୁ ନିଶ୍ଚୟ କୁହନ୍ତୁ। ନମ୍ବର 7, ମନୁଷ୍ୟ ନିଜେ ହିଁ ନିଜ କର୍ମ ଦ୍ୱାରା ଦୁଃଖକୁ ଟାଣି ଆଣିଥାଏ, କାରଣ ଏଇଟା ଯୁଗେ ଯୁଗେ ରହିଛି। ଆମେ ଯେମିତି କର୍ମ କରିବା ଆମେ ସେମିତି ଫଳ ପାଇବା। ନମ୍ବର 8, ପ୍ରତ୍ୟେକ ବନ୍ଧୁତା ପଛରେ କିଛି ନା କିଛି ସ୍ୱାର୍ଥପରତା ଥାଏ, ଏବଂ ଏହା ଏକ ନିରାଟ ସତ୍ୟ କଥା। ନମ୍ବର 9, ଶରୀରକୁ ମସାଜ କରିବା ପରେ ଅନ୍ତିମ ସଂସ୍କାର ପାଇବାର ଧୂଆଁ ଶରୀର ଉପରେ ଆସିବା ପରେ, ଯୌନ ସମ୍ପର୍କ ରଖିବା ପରେ, ସେଭ୍ କରିବା ପରେ ଯେ ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଗାଧୋଇ ନଥାଏ, ସେ ପର୍ଯ୍ୟନ୍ତ ସେ ବ୍ୟକ୍ତି ଅଶୁଦ୍ଧି ବୋଲି ଧରାଯାଏ। ତେଣୁ ଫ୍ରେଣ୍ଡସ୍ ମାନେ ଏସବୁ କାର୍ଯ୍ୟ କରିସାରିଲା ପରେ ନିଶ୍ଚୟ ଗାଧୋଇବା ଦରକାର। ଗାଧୋଇଲେ ହିଁ ଆପଣ ଶୁଦ୍ଧ ରହିବେ। ନମ୍ବର 10, ଯିଏ ଜ୍ଞାନୀ ତାକୁ ବୁଝେଇ ହେବ, ଯିଏ ଅଜ୍ଞାନୀ ତାକୁ ମଧ୍ୟ ବୁଝେଇ ହେବ, କିନ୍ତୁ ଯିଏ ଅଭିମାନୀ ତାକୁ କେହି ବୁଝେଇ ପାରିବେ ନାହିଁ, ତାକୁ କେବଳ ସମୟ ହିଁ ବୁଝେଇ ପାରିବ। ନମ୍ବର 11, ପ୍ରତ୍ୟେକ ଭୁଲ ବଶତଃ ହୋଇନଥାଏ, ଭୁଲ ଜାଣିଶୁଣି ମଧ୍ୟ କରାଯାଇଥାଏ। ଏହା ନିର୍ଭର କରେ ଭୁଲ କରିଥିବା ବ୍ୟକ୍ତି ଉପରେ। ତେଣୁ କ୍ଷମା କରିବା ସମୟରେ ବ୍ୟକ୍ତିର ଉଦ୍ଦେଶ୍ୟ ଜାଣି ନିଅନ୍ତୁ। ନମ୍ବର 12, ଧୈର୍ଯ୍ୟ ଏକ ଏପରି ବନ୍ଧୁ ଯିଏ ପାଖରେ ଥିଲେ ମଣିଷକୁ ପରିସ୍ଥିତିକୁ ମୁକାବିଲା କରିପାରେ। ଯେତେବେଳେ ସେ ମଣିଷର ସାଥ ଛାଡ଼ିଦିଏ, ସେତେବେଳେ ମଣିଷର ପାଦ ଟଳମଳ ହୋଇଯାଏ।
ସେଥିପାଇଁ ସବୁବେଳେ ଧୈର୍ଯ୍ୟ ରହିଲେ, ଧୈର୍ଯ୍ୟର ସହିତ ରହିଲେ ଆମେ ସବୁ କାର୍ଯ୍ୟ କରିପାରିବା। ନମ୍ବର 13, ଗୁପ୍ତ କଥା ସର୍ବଦା ଗୁପ୍ତ ରଖିବା ଉଚିତ। ସେ ଅତି ଘନିଷ୍ଠ ବନ୍ଧୁ ହେଉ କିମ୍ବା ସମ୍ପର୍କୀୟ, କାହା ଆଗରେ କହିବା ଉଚିତ ନୁହେଁ, କାରଣ ମଣିଷ ସ୍ୱଭାବ ପରି ସମ୍ପର୍କ ମଧ୍ୟ ବଦଳିଥାଏ। ଆଜି ଯିଏ ମିତ୍ର, କାଲି ସେ ଶତ୍ରୁ ହୋଇପାରେ। ସେଥିପାଇଁ ଗୁପ୍ତ କଥା ଗୁଡ଼ିକ ସବୁବେଳେ ଗୁପ୍ତରେ ରଖିବା ହିଁ ଉଚିତ। ନମ୍ବର 14, ସବୁବେଳେ ନୂଆ ନୂଆ ବନ୍ଧୁ ବନେଇ ଚାଲ। ଜଣା ନାହିଁ କିଏ କେତେବେଳେ ଆମ କାମରେ ଆସିବ। ସମସ୍ତଙ୍କ ପାଖରେ କିଛି ନା କିଛି ଗୁଣ ଥାଏ, ସେଥିପାଇଁ କିଏ ବି କେତେବେଳେ ଆମ କାମରେ ଆସିପାରେ। ନମ୍ବର 15, ଯିଏ ଧୈର୍ଯ୍ୟବାନ ନୁହେଁ, ନା ତାର କିଛି ବର୍ତ୍ତମାନ ଅଛି ନା ଭବିଷ୍ୟତ ଅଛି। ସେ ସବୁବେଳେ ତତ୍ପର ରୁହେ, ଧୈର୍ଯ୍ୟ ଶକ୍ତି ହିଁ ତାର ନଥାଏ, କିଛି ସହିବାର ଶକ୍ତି ହିଁ ନଥାଏ। ତ ଫ୍ରେଣ୍ଡସ୍ ମାନେ, ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ। ପୁଣି ଦେଖା କରିବି ଏମିତି ଗୋଟେ ଟପିକ୍ ଆଣି। ଧନ୍ୟବାଦ।